Welcome to Rajdhani Special News. ଭୋଟ ଦେଇଥିଲେ କି ଓଡ଼ିଶାବାସୀ ତାଙ୍କୁ ଭୋଟ ଦେଇଥିଲେ କି ଆଉ ସିଏ ଘରର କେହି ନୁହନ୍ତି ପୀଡ଼ାରେ କାଉ ବସେଇ ଦଉନାହାନ୍ତି କଣ ପାଇଁ ସିଏ କହୁଛନ୍ତି ମୁଁ ମା ଦଶଦୁର୍ଗାଙ୍କୁ ପ୍ରଣାମ ଜଣାଇ ଧର୍ମସ୍ଥ ମହାଦେବଙ୍କୁ ପ୍ରଣାମ ମୋ ବକ୍ତବ୍ୟ ଆରମ୍ଭ କରୁଛି। ଆପଣମାନେ ଜାଣିଛନ୍ତି ମୋ ସହିତ ଅଛନ୍ତି ଆମର ମଧ୍ୟପ୍ରଦେଶ ପିଏସି ଯେତେ ଯୋଉଟା ଅଛି ସେ ଚାଲିଗଲେଣି, ଆମର ଏମ୍ପି ପ୍ରାର୍ଥୀ ସିଏ ବି ଚାଲିଗଲେଣି। ବର୍ତ୍ତମାନ ଗୋଟିଏ କଥା ହେଉଛି ମୋର ମା ମାନଙ୍କୁ ପ୍ରଣାମ। ଦେଖିଥିବେ ଏଠାରେ ଏ ଖରା ଗରମ ସତ୍ତ୍ୱେ ଏତେ ସଂଖ୍ୟାରେ ଉପସ୍ଥିତି ନିଶ୍ଚିତ ଭାବରେ ଉତ୍ସାହର ବିଷୟ, ବିଶେଷ କରି ମା ମାଉସୀମାନଙ୍କର ଉପସ୍ଥିତି, ଭଉଣୀମାନଙ୍କର ଉପସ୍ଥିତି। ତେଣୁ ଭଉଣୀମାନେ ଯେତେବେଳେ ମନସ୍ଥ କରିସାରିଲେଣି ଏଥର ଭାରତୀୟ ଜନତା ପାର୍ଟି ସହିତ ଯୋଡ଼ି ହୋଇକି ରହିବେ, ମୋଦିଜୀଙ୍କର ବିକଶିତ ଭାରତର ସଂକଳ୍ପ ଏବଂ ମୋଦି ଗ୍ୟାରେଣ୍ଟି ସହିତ ଯୋଡ଼ି ହୋଇକି ରହିବେ, ତେଣୁ ଓଡ଼ିଶାରେ ପରିବର୍ତ୍ତନ ନିଶ୍ଚିତ ହେବାକୁ ଯାଉଛି। ଦୀର୍ଘ 24 ବର୍ଷ ହେଲା ଯେଉଁ ସରକାର ମୌଳିକ ଆବଶ୍ୟକତାକୁ ପୂରଣ କରିପାରିଲା ନାହିଁ, ତେଣୁ ଏ ସରକାରଙ୍କର ମାନସିକତା ନାହିଁ ଯେ ଓଡ଼ିଶାବାସୀଙ୍କର ଏବଂ ଓଡ଼ିଶାର ବିକାଶ କରିବା ପାଇଁ। ଓଡ଼ିଶାବାସୀ ବୁଝିସାରିଲେଣି ବିକାଶର ଗୋଟିଏ ମାତ୍ର ନାମ, ସେ ହେଉଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଣୁ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରୁଛନ୍ତି। ନରେନ୍ଦ୍ର ମୋଦି ଏଠାରେ ସବୁଠୁ ଲୋକପ୍ରିୟ ନେତା ଏବଂ ନରେନ୍ଦ୍ର ମୋଦିଙ୍କର ଜଣେ ପ୍ରତିନିଧି ଏଠାରେ ଆଗାମୀ 10 ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ପ୍ରଧାନମନ୍ତ୍ରୀ ସ୍ୱୟଂ ତାଙ୍କ ମୁହଁରୁ କହିସାରିଛନ୍ତି। ଆଉ ଆପଣମାନେ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ଯେତେବେଳେ ଯେଉଁଟା କହିଦିଅନ୍ତି ସେଇଟା କରିକି ଦେଖାନ୍ତି। ନିଶ୍ଚିତ ଭାବରେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ହେବାକୁ ଯାଉଛି। କୃଷକ ପ୍ରତି ତ 24 ବର୍ଷ ହେଲା ଅନ୍ୟାୟ ହେଉଛି। ଆପଣଙ୍କର ଟୋକନ୍ ବାହାରୁଛି, ଟୋକନ୍ ଅବଧି ସରିଲା ପରେ ଟୋକନ୍ ବାହାରୁଛି, କୃଷକ ପାଖରେ ପହଞ୍ଚୁଛି। ଧାନ କୁଇଣ୍ଟାଲ 2300 ଟଙ୍କା, କିନ୍ତୁ ତା ଭିତରୁ 50 କୁଇଣ୍ଟାଲ ଧାନ ନେଇଗଲେ ତା 5 କୁଇଣ୍ଟାଲ 7 କୁଇଣ୍ଟାଲ ଧାନ କାଟି ଦେଉଛନ୍ତି। ତେଣୁ ଇଏ ତ ନୂଆ କଥା ନୁହେଁ, ଏଇଟା ତ 24 ବର୍ଷ ଧରି ଚାଲିଛି। ଏଇଟା ସାଧାରଣ ଓଡ଼ିଶାବାସୀ ଏବେ ବୁଝିଲେ। ଏ ଯେଉଁ ଆମେ ସାଧାରଣ ଓଡ଼ିଶାବାସୀ ନବୀନ ବାବୁଙ୍କୁ ସରକାରର ଦାୟିତ୍ୱ ଦେଇଥିଲେ, ନବୀନ ବାବୁ କୌଣସି କାରଣବଶତଃ ଆଜି ଶାସନ ଦାୟିତ୍ୱ ନିଜେ ତୁଲେଇବାରେ ଅସମର୍ଥ ଅଛନ୍ତି। ତେଣୁ ଯଦି ଅସମର୍ଥ ଅଛନ୍ତି, ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଜଣେ ନିର୍ବାଚିତ ପ୍ରତିନିଧି ତାଙ୍କ ବଦଳରେ ଏଠି ଶାସନ ଦାୟିତ୍ୱ ବୁଝିବା କଥା। କିନ୍ତୁ ଯେଉଁପରି ଭାବରେ ସେ ଗୋଟେ ତାମିଲ ଅଫିସରକୁ ସାରା ଓଡ଼ିଶାର ଦାୟିତ୍ୱ ଦେଇଛନ୍ତି, ନିଶ୍ଚିତ ଭାବରେ ଅତି ଦୁଃଖଦାୟକ ଘଟଣା। ଓଡ଼ିଶାବାସୀ ସବୁ ବୁଝିସାରିଲେଣି। ଆଜି ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଏବଂ ଓଡ଼ିଶାର ସମ୍ମାନ ସମ୍ପୂର୍ଣ୍ଣ ଭାବରେ ବିପଦରେ ଅଛି। ତାକୁ ରକ୍ଷା କରିବା ପାଇଁ ଓଡ଼ିଶାବାସୀ ଅଣ୍ଟା ଭିଡ଼ିଛନ୍ତି ଏବଂ ଆଗାମୀ 2024 ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ କରିବାକୁ ସ୍ଥିର କରିସାରିଛନ୍ତି। ମୁଁ ତ ବିଜେପି ଦଳରୁ ପ୍ରାର୍ଥୀ ହେଇଛି। ଲୋକ ଗୋଟେ ଚାହୁଁଛନ୍ତି ପରିବର୍ତ୍ତନ। ପାଣ୍ଡିଆନ ଯେଉଁ ଚଲେଇଛି ତା ରାଜକୁ ଖତମ କରିବା ପାଇଁ ସାଧାରଣ ଲୋକ ଓଡ଼ିଶାର ବର୍ତ୍ତମାନ ନିଷ୍ପତ୍ତି ନେଇ ସାରିଲେଣି ଅଲରେଡ଼ି। ଏଠି ବିଜେପି ଗଭର୍ଣ୍ଣମେଣ୍ଟ ହେବ। ଶିମୁଳିଆ ଖଇରାର ମଧ୍ୟ ଆମର ସେ ଯେଉଁ ଯିଏ ଠିଆ ହେଇଛି ଆପଣମାନେ ଜାଣିଛନ୍ତି ତାର ଚରିତ୍ର, ସେ ତାର ହିସାବ ନାହିଁ ତାର। ସେଭଳିଆ ଲୋକଟିଏ ମାନେ ସେଇଟା ସେ ହେଉଛି ଏଇ ଯେଉଁ କେଉଁ ବାବା ରାମ ବାପୁ ଭଳିଆ, ଇଏ ହେଲେ ଦ୍ୱିତୀୟ ଆସାରାମ ବାବୁ। ତେଣୁ ସେ ତାର ଠିଆ ହେଇଛନ୍ତି। ସେ ଫେରେ ମୁଁ ଶୁଣୁଛି, ଆମେ ବି ଜାଣିନଥିଲୁ ଯେ ଆମ ଧାରଣା ଶଶୀଯାଉ ଠିଆ ହେଉଛି, ଦେଖିବାକୁ ତାର 3 ନମ୍ବର ସ୍ତ୍ରୀ ଠିଆ ହେଉଛି। ତାକୁ ସେ ପ୍ରାର୍ଥୀ କରିଛି ତା ବିଷୟରେ ମୋର କିଛି କହିବାର ନାହିଁ। କେବଳ ମୁଁ କହିବି, ମୁଁ ଲୋକଙ୍କ ପାଖରେ ଥିଲି। ମୁଁ ହେଉଛି 25 ବର୍ଷ ପୁରୁଣା ମୂଲିଆ, ଲୋକଙ୍କର ସେବା କରିଛି, 2 ଥର ମନ୍ତ୍ରୀ ହେଇଛି, 4 ଥର MLA ହେଇଛି। ଆଉ ବାକି ସବୁ ଗାଁ ଗହଳର ଯେତେ କାମ ଅଛି ତାକୁ ମୁଁ କରୁଛି। ଆହୁରି ଅତି ଅସମ୍ପୂର୍ଣ୍ଣ କାର୍ଯ୍ୟ ତାକୁ ମଧ୍ୟ ମୁଁ କରିବି। ତେଣୁ ଲୋକ ମତ ମୋ ସପକ୍ଷରେ ବର୍ତ୍ତମାନ ଅଛି ବୋଲି ମୁଁ ଯାହା ଭାବୁଛି। ତାପରେ ଗୋଟେ ସିମ୍ପାଥି ମୋ ପ୍ରତି ମଧ୍ୟ ଆସୁଛି। ମୁଁ କହୁଛି ଇଏ ହେଉଛି ମୋର ଶେଷ ନିର୍ବାଚନ। ଲୋକମାନେ ଚାହାନ୍ତିନି ତାଙ୍କଠୁ ମୁଁ ଛାଡ଼ିଯାଏ। ତେଣୁ ମୁଁ ସବୁ ଏଇ ମୁଦ୍ଦା ନେଇକି ଚାଲିଛି, ମୋଦିଙ୍କ ମୁଦ୍ଦା ନେଇ ଚାଲିଛି, ଆଉ ଧର୍ମେନ୍ଦ୍ରଙ୍କର ମୁଦ୍ଦା ନେଇ ଚାଲିଛି,
ମଧ୍ୟ କାର୍ଯ୍ୟକ୍ରମ ଚାଲିଛି। ମନମୋହନ ସାମଲଙ୍କର ପୂଜା ନେଇ ଚାଲିଛି ଆମ ଯେ ରାଜ୍ୟ ସଭାପତି। ଏଠି ମୁଁ ଦୌଡ଼ୁଛି, ତାଙ୍କ ପାଖରେ ପଇସା, ମୋ ପାଖରେ ପଇସା ନାହିଁ। ତେଣୁ ସେ ଯେଉଁ ପ୍ରାର୍ଥୀ ଯିଏ ଠିଆ ହେଇଛି ସେ ହେଉଛି ଗୋଟେ ଖଣି ମାଫିଆ, କାଠ ମାଫିଆ, ଆଉ ଜମି ମାଫିଆ। ତା ଜମି ଦଲାଲି କରିକି ପଇସା ସବୁ ରହିଛି, ସେଇମାନେ ସବୁ କରୁଛନ୍ତି। ମୁଁ ତ ମୋ ଲୋକଙ୍କ ପାଖରେ, ମୁଁ ଗୋଟେ ସେବକ ଭାବରେ ମୁଁ ନିଜେ ଲୋକଙ୍କ ପାଖରେ ହେଇଛି, ତାଙ୍କୁ ଆବେଦନ କରୁଛି, ନିବେଦନ କରୁଛି। ଆଉ ସମସ୍ତଙ୍କୁ ମୋତେ ଅନୁରୋଧ କରୁଛି, ମୋର ଶେଷ ନିର୍ବାଚନ ଥରେ ଟିକେ ଭଳି କିଛି ହେଇନି ଆଜ୍ଞା। ଇଏ ଗୋଟେ ନବୀନ ପଟ୍ଟନାୟକ ଗୋଟେ କା ଭଳିଆ ରଖିକି ପାଣ୍ଡିଆନ ସବୁ କରୁଛି। ବର୍ତ୍ତମାନ ପାଣ୍ଡିଆନ ଚାହୁଁଛି ଯେ ଇଏ ଓଡ଼ିଶାଟାକୁ ତାମିଲ ଶାସନ କରିବ। ଆଉ ଏଠିକାର ଓଡ଼ିଆଙ୍କର ଗରିବ ଲୋକଙ୍କର ଟିକସ ପଇସା ସବୁ ସେବେ ହଳଦା କରି ସବୁ, ପୁଣି ପାଣ୍ଡିଆନ ମଧ୍ୟ ଚାହୁଁଛି ପରୋକ୍ଷରେ ଆସିକି ମଧ୍ୟ ବି ମୁଖ୍ୟମନ୍ତ୍ରୀ ହେବ। ତେଣୁ ସାଧାରଣ ଲୋକ ବରଦାସ୍ତ କରୁନାହାନ୍ତି। ଆଉ ନବୀନ ପଟ୍ଟନାୟକ ଲୋକ ଦେବେନି। ଯଦି କହିଲେ କ'ଣ ହେବ, ଦେଖିବ ସବୁ ଭୋଟ୍ ବାକ୍ସରେ କ'ଣ ହେଇଥିବ। ଲୋକ ବହୁତ ସାଇଲେଣ୍ଟ ବର୍ତ୍ତମାନ, ଏବଂ ଆମେ ତାଙ୍କ ଇଏରୁ ଜାଣିପାରୁଛୁ ଲୋକଙ୍କର ମନୋଭାବରୁ ଲୋକ ଚାହିଁଲେଣି 25 ବର୍ଷ ଗୋଟେ ସରକାର ଗୋଟେ ଦୁର୍ନୀତିଗ୍ରସ୍ତ, ଗୋଟେ ଭ୍ରଷ୍ଟାଚାର, ଗୋଟିଏ ନାରୀ ନିର୍ଯାତନ ଦଲାଲ ଏବଂ ସବୁ ପ୍ରକାର ଇଏରେ ସେମାନେ ସମ୍ପୃକ୍ତ ସବୁ। ପ୍ରବଳ ଜଳ ସମସ୍ୟା, ଏଠି ଜଳ ସମସ୍ୟା କିଛି ନାହିଁ। ସେ ହେଉନି, ଯିଏ ଯେଉଁଠି ହେଇଛି ଇଏ କ'ଣ, ଏଇ ଯେଉଁ ଗୋଟେ ଟାଙ୍କି ବସେଇଛନ୍ତି ସେ ଫାଟି ଫୁଟିକି ଗଲାଣି, ପାଣି ବହିଲାଣି, ଗୋଟିଏ ନାହିଁ, ଯେଉଁଟା କାମ ନାହିଁ, ସେଇଟା କାମକୁ ନୁହେଁ। ତେଣୁ ଏ ଦୃଷ୍ଟିକୋଣରୁ ଲୋକମାନେ ତ ଚାହୁଁଛନ୍ତି ପରିବର୍ତ୍ତନ ପାଇଁ। ଲୋକମାନେ ଚାହାନ୍ତି ନନାକୁ ଜିତିବା ପାଇଁ। ମୋତେ ଏଠି ସମସ୍ତେ ୟୁନିଭର୍ସାଲ ନନା ଡାକନ୍ତି, ପଦୁ ନନା। ବୁଢ଼ାର ନନା, ବାପର ନନା, ଭାଇର ନନା, ମାଆ ନନା, ଗାଁର ଛୁଆଙ୍କର ନନା, ତା ଛୁଆ ନନା, ସବୁଥିରେ ହେଉଛନ୍ତି ପଦୁ ନନା ଆମର ଦରକାର। ଆଉ ଲୋକ ବି ବହୁ ଜାଗାରେ ସ୍ଲୋଗାନ ଦେଉଛନ୍ତି ଯେ ଆମର ଦରକାର ନାହିଁ ଟଙ୍କା ସୁନା, ଆମର ଦରକାର ପଦୁ ନନା। ଏ ସ୍ଲୋଗାନ, ଏ ନାରା ମଧ୍ୟ ମାରୁଛନ୍ତି। ଆହୁରି ମଧ୍ୟ କେତେ କେତେ ଦରକାର ନାହିଁ, ଆମର ଦରକାର ନାହିଁ ସୁନା ମୁଣ୍ଡା, ଆମର ଦରକାର ପଦୁପଣ୍ଡା। ଏଇ ନାରାରେ ସାଧାରଣ ଲୋକ ବିଭିନ୍ନ ମିଟିଂ ଭଲ ମନ୍ଦ, ଏବଂ ଲୋକଙ୍କର ସିମ୍ପାଥି ମୋ ପ୍ରତି ଅଛି, ସାଧାରଣ ଲୋକଙ୍କର ଆଶୀର୍ବାଦ ମୋ ପ୍ରତି ଅଛି। ତେଣୁ ଭାବୁଛି ନିର୍ବାଚନରେ ଭଲ ହେବ ଏବଂ ଆମେ ଜୟଯୁକ୍ତ ହେବା। ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବା। ଓଡ଼ିଶାରେ ମଧ୍ୟ ବି ବିଜେପି ସରକାର ହେବ। ସେଠି 400 ପାର କେଉଁଠି ଦିଲ୍ଲୀରେ, ସେଟା ମଧ୍ୟ ବି ହେବ। ଆପଣ ଲୋକଙ୍କ ମୁଡ୍ ପରୀକ୍ଷା କରୁନାହାନ୍ତି। ଆପଣ ମୁଡ୍ ପରୀକ୍ଷା କଲେଣି ନାହିଁ। ଲୋକମାନେ ବହୁତ ସାଇଲେଣ୍ଟ, ତାଙ୍କର ସବୁ ଭିତର କଥା ରହିଛି, ସେ କାହାକୁ ଦେବେ। ଆଗେ ବର୍ତ୍ତମାନ କି ସେ ତ ଗୋଟେ ଜମି ମାଫିଆ, ତାଙ୍କର ତ ପ୍ରବଳ ପଇସା, ମୋ ପାଖରେ ପଇସା ନାହିଁ, ଏବଂ ସିଏ ଲକ୍ଷ ଲକ୍ଷ କୋଟି ଟଙ୍କାର ମାଲିକ। ତା ନହେଲେ କିଏ ଏକାଧିକ ପତ୍ରିକା ଗ୍ରହଣ କରିପାରିବ ମାଲଟା ନଥିଲେ। ତେଣୁ ସେ ତାର ପତ୍ରୀ ସଂଖ୍ୟା ଅନେକ। ସେ ଦୃଷ୍ଟିକୋଣରୁ ଲୋକମାନେ, ତାପରେ ସିଏ ଯଦି ହେଉଛନ୍ତି ବାହାର ଲୋକ, ଆମ ଅଞ୍ଚଳର ନିବାସୀ ନୁହେଁ, ଆମ ଅଞ୍ଚଳର ଭୋଟର ବି ନୁହେଁ। ସେ ଏଇଠି ଯଦି ଠିଆ ହେଇଛି ତାର ଭୋଟ ଦେବାର କ୍ଷମତା ନାହିଁ, ତାର ନାହିଁ। ତେଣୁ ସେ ଲୋକ ବାହାର ଲୋକକୁ ଆମ ଲୋକମାନେ କିଏ ପସନ୍ଦ କରୁନାହାନ୍ତି। କହୁଛନ୍ତି ଆମେ ରାତି ପାଇକିରେ କାହିଁକି ଆମେ ପଦୁନନାକୁ ଏଠୁ ତା ଘର ନ ଭେଟି କାମ ଆଦାୟ କରିବୁ। ଆମେ କାହିଁକି ତା ଘର ଭୁବନେଶ୍ୱର ନୟାପଲ୍ଲୀ କେଉଁଠି ଅଛି ସେଠିକି ଆମେ ଯିବୁ। ସେଠି ରହନ୍ତି ନାହିଁ, ତାର ଭୋଟ ତାଲିକା ନାହିଁ, ତାର କିଛି ଲୋକ ସମ୍ପର୍କ କିଛି ନାହିଁ। ଖାଲି ଅଛି କ'ଣ, କଳାଧନ ବହୁତ ରଖିଛି, ସେଉ ଖାଲି ବାଣ୍ଟୁଛି। ଆଉ କ'ଣ, ଲୋକ ଖାଇବା ପାଇଁ ଅନଳ ଦେଖିଲେ ପତଙ୍ଗ ଜେନ ଧାବନ୍ତି ଉଦ୍ବେଗ। ଆପଣ ନିଆଁଟା ଜଳୁଥିଲେ ପତଙ୍ଗ ସବୁ ପୋଡ଼ିକି ମରନ୍ତି। ଇଏ ସେଇଭଳି, ଇଏ ତା କତିରେ ପଇସା ଅଛି, ଲୋକ ତାଠୁ ଦେଉଛନ୍ତି ପଇସା ନେବରେ ହେଳା କରୁନାହାନ୍ତି। ତେଣୁ ଭୋଟ ବାକ୍ସରେ କ'ଣ ହେଇଥିବ ଆପଣ ଜାଣିବେ 4 ତାରିଖରେ। ତେଣୁ ଲୋକ ଭଗବାନଙ୍କର ଆଶୀର୍ବାଦ, ଜଗନ୍ନାଥଙ୍କର ଆଶୀର୍ବାଦ ମୋ ଉପରେ ଅଛି, ନିଶ୍ଚିତ ଜିତିବି।